ବର୍ତ୍ତମାନ ଶିମିଳିପାଟଣା ଗାଁରେ ଗୋଟେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଇଛି ଏବଂ ଗୋଟେ ରାଜନୀତି ହିଂସା ହଉ କିମ୍ବା ଗୋଟେ ଅଙ୍ଗନବାଡି ଘର କଥା ମାଡ଼ ରହିଛି ତାପରେ କଣ ଆପଣଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଅଛି? ନାଇଁ ଏଇଟା ଶିମିଳିପାଟଣା ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଠାକ ଅଛି। ଆଜି ସନ୍ଧ୍ୟାରେ ଗୋଟେ ଇନସିଡେଣ୍ଟ ହେଲା अराउंड 7:38 PM ଭିତରେ ଦୁଇ ଚାରି ଜଣ ପିଲା କୌଣସି କାରଣରୁ ଆସିକି ଗୋଟେ ଗାଁର ଛକ ଭିତରେ ସେ ପାଟିମୁଣ୍ଡ କଲେ। ସେ କଥାକୁ ନେଇକି ଯେଉଁ ପାଣ୍ଡିଆଗରାରେ ଯିଏ ସରପଞ୍ଚ ଏଇ ଗାଁର ଲୋକ ଅଛନ୍ତି ସେ ତ୍ରିନାଥ ବାବୁ ସେ ଏବଂ ତାଙ୍କର କିଛି ଲୋକ ତାକୁ କାହିଁକି ପାଟିମୁଣ୍ଡ କରୁଛନ୍ତି ବୋଲି ସେମାନେ ତାକୁ ବିରୋଧ କଲେ ଯାହା ସେ କହୁଛନ୍ତି। ସେ କଥାକୁ ନେଇକି ଦୁଇ ପକ୍ଷ ଭିତରେ ହେଲାଠେଲା ଏବଂ ମାରପିଟ ହେଇଛନ୍ତି ଏବଂ ଉଭୟ ପକ୍ଷରୁ ମଧ୍ୟ କିଛି ଲୋକ ଆଘାତପ୍ରାପ୍ତ ହେଇଛନ୍ତି। ତତ୍କ୍ଷଣାତ୍ ପୁଲିସ ସୂଚନା ପାଇ ଗ୍ରାମରେ आईआईसी कणास पीएस ଏବଂ ତାଙ୍କ ଷ୍ଟାଫ ମଧ୍ୟ ପହଞ୍ଚି ଯାଇଥିଲେ ଏବଂ ଆଇନ ଶୃଙ୍ଖଳା ଯେମିତି କୌଣସି ପ୍ରକାର ନ ବିଗିଡ଼ିବ ସେଥିପ୍ରତି ଆମେ ଯଥେଷ୍ଟ ଯତ୍ନବାନ ଅଛୁ ଏବଂ ସେଥିପାଇଁ ଆମେ ଫୋର୍ସ ମଧ୍ୟ ମୋବିଲାଇଜ ଏଠି କରିଦେଇଛୁ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ ଅଛି। କେତେ ଫୋର୍ସ ସାର୍ ଅଛନ୍ତି ଏବଂ ଥାନାରେ ଏଫଆଇଆର ମଧ୍ୟ ହେଲାନି ନା ନାହିଁ? ନାଇଁ ସେମାନେ କି କୌଣସି ପକ୍ଷ ବି ମଧ୍ୟ ଏଫଆଇଆର ଆମ ପାଖରେ ଲିଖିତ ଏଫଆଇଆର ଦାଖଲ କରିନାହାନ୍ତି। ଆମେ ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛୁ। ବର୍ତ୍ତମାନ ପ୍ରାୟ ଆମେ ଗୋଟେ ପ୍ଲାଟୁନ ଫୋର୍ସ ଆମେ ଇନଷ୍ଟାଣ୍ଟଲି ମୋବିଲାଇଜ କରିଛୁ ଯେ କୌଣସି ପ୍ରକାର ଯେମିତି ଘଟଣା ବଡ଼ ଆକାର କିଛି ନ ଘଟିବ ସେଥିପାଇଁ ଆମେ ଯତ୍ନବାନ ଅଛୁ। ପୁଲିସ ତାର ପାଟ୍ରୋଲିଂ କରୁଛି ତେଣୁ ଆମେ ଯଥେଷ୍ଟ ଆଶାବାଦୀ ଅଛୁ ଯେ ଘଟଣା ଆଉ ଏକ୍ସକେଲେଟ୍ କରିବ ନାହିଁ। ରେଫରେନ୍ସ ହେଇଛନ୍ତି ବର୍ତ୍ତମାନ ଦୁଇ ଜଣ ଇଞ୍ଜର୍ଡ ହେଇଛନ୍ତି। 2 ଜଣ ଇଞ୍ଜର୍ଡ କ୍ୟାପିଟାଲ ହସ୍ପିଟାଲ କୁ ରେଫର ହେଇଛନ୍ତି ଯାହା ଆମେ ସୂଚନା ପାଇଛୁ। ସରପଞ୍ଚ ପ୍ରତିନିଧି ବି ରେଫର ହେଇଛନ୍ତି। ହଁ ସରପଞ୍ଚ ହେଇଛନ୍ତି ଏବଂ ତାଙ୍କ ସାଙ୍ଗରେ ଜଣେ ବ୍ୟକ୍ତି ମୁଁ ନାଁଟା ଏକ୍ଜାକ୍ଟଲି ଜାଣିନି ସେ ରେଫର ହେଇଛନ୍ତି। ତ ଆମେ ବର୍ତ୍ତମାନ ଆମର ଅଫିସର ବି ମଧ୍ୟ ସେଠି ପଠଉଛୁ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କ ବିଷୟରେ ତାଙ୍କର ହେଲ୍ଥ ବିଷୟରେ ସବିଶେଷ ତଦାରଖ ସେ କରିବେ। ସାର୍ କାର୍ଯ୍ୟାନୁଷ୍ଠାନ କଣ? ନିଶ୍ଚିତ ଭାବରେ ସେମାନେ ଅଭିଯୋଗ ଦେଇ ସାରିଲା ପରେ ଆମେ ଅନୁସନ୍ଧାନ କରିକି ଘଟଣା କଣ ହେଇଛି ଦୋଷୀ ଯିଏ ବି ଥିବେ ସେ ଅନୁସାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓକେ ସାର୍ ମୋ ନାଁ ଡକ୍ଟର ବଲ୍ଲଭ ଭଡ଼ା मेडिकल अफिसर पीएससी साउपड़ा डेपुटेड टू सीएससी कणास। प्रेसिडेंट तो 10 जन खंडे आसले तो रेफर होती 3 जन। जड़े जो अच्छा कौन इंदोर आ 10 जन खंडे गुरुतर हेतु 2 जन अच्छा ना एटा देखिया पड़ियो ना तांको जो पीआरआई मेंबर जे से अछंती आ जने वृंदावन छोटरे से अछंती 3 जन पेशेंट को 2 जन टिके सीरियस अछंती। हेड इंजरी अछि जनगर लैसेरेटेड अछि ब्लीडिंग होतला स्टीज हे हमर एटे तापर जेतु ब्लीडिंग उडे हेछि तांगर अन्य कॉम्प्लिकेशन हो एज पेशेंट से रेफर हेछि सब कैपिटल हॉस्पिटल भुवनेश्वर। अमूल्य छोटरा अपना गाँव शिमिलीपाटना आज्ञा आम दुकान ठिया ठिया नालिया आसला गाड़ी ओल्लैकी आसिक बकिला गाँव में किए कौन मोर छोड़ीदेव किए कौन ये करदेव दोखरी अश्लील भाषा प्रयोग कला कहला किए काली बकुला किए गाड़ी गुलजा करता से कथा आम बड़ भाई आसिक कहले त्रिनाथ छोटरा कौन सरपंच अच्छा आसिक कहले अरे पाटिदंड कहीं कर जा तुम से दिन नालिया कहला आइला तो आउ नालिया ता बापा हूँ बाहुड़ा ता भाई हूँ कालिया आ भोजवन मार्था पुअर 2टा जगा बलिया आ भोजवन मार्था ये आसिक आक्रमण कले भाई उपरे आक्रमण जो कला से टेका पथर आक्रमण कले आम से तुरंत पछू गला भाई उपर अधिक जोर आम से पाखे थेलु कैबिन पाखे हाँ हाँ आम तो पाखे थेलु आम से गुण पछ गुंजा जिते देलु 5 जन को आम बोल्डर मारिकी बोधा मुह कान नाई नाई से जो बाड़हनका पोता होता दुखियाहार दुआरू से बाड़हनका आणिकी ओपाड़ी आणिकी बाड़ेले से अच्छी धाड़ू अच्छी मकुंदा अच्छी मकुंदा श्रीचंद्र अच्छी संजय अच्छी से आमको छड़ाऊँ आम उठी से बाड़े दौरान ना आज्ञा क्या अवगत कर आम बड़ भाई जो गुरुतर हेले से थाना को फोन करते थाना आसला नीरवता रही तापर एना पाटितुंड कर गाँव।